ଆଜି ହେଉଛି ବାବାଙ୍କର ଦ୍ୱିତୀୟ ପାଳି ପଞ୍ଚାନନ ମେଳା। ଦ୍ୱିତୀୟ ପାଳିରେ ଆଜି ବାବାଙ୍କୁ ଆପଣମାନେ ସବୁ ଦର୍ଶନ କରନ୍ତୁ। ବହୁ ଜନ୍ମର ପାପ ଲାଘବ ହେବ ଆପଣମାନଙ୍କର, ବହୁ ଜନ୍ମର ଦୁଃଖ ମଧ୍ୟ ଦୂରେଇ ଯିବ। ଇଏ ହେଉଛି ବାବା ଆଖଣ୍ଡଳମଣିଙ୍କର ଦ୍ୱିତୀୟ ପାଳିର ମୋର। ଯିଏ ବି ମେଳା କରନ୍ତୁ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରିବେ ବାବା ଆଖଣ୍ଡଳମଣି। କିନ୍ତୁ 5 ପାଳି କରିବାକୁ ପଡ଼ିବ। ପ୍ରତି ସୋମବାର ଆପଣମାନେ ଅରୁଆ ସେବନ କରିବେ ଏବଂ କାଷ୍ଠା ନିଷ୍ଠା ସହକାରେ ଯେବେ କରିବେ ସମସ୍ତ ଦୁଃଖ ଆପଣଙ୍କର ଦୂରେଇ ଯିବ। ଦେଖନ୍ତୁ ମୁଁ ଆପଣଙ୍କର ଦର୍ଶନ କରୁଛି ବାବାଙ୍କର ମେଳାର ଦ୍ୱିତୀୟ ପାଳିର ମେଳା। ଦେଖନ୍ତୁ ଇଏ ହେଉଛି ବାବା ଆଖଣ୍ଡଳମଣିଙ୍କର ଦ୍ୱିତୀୟ ପାଳି ମେଳା। ମୁଁ ଦେଖେଇଲି ଆପଣଙ୍କୁ। ଦେଖନ୍ତୁ ଆପଣ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। ବାବା ଆପଣଙ୍କର ମନସ୍କାମନା ନିଶ୍ଚୟ ପୂର୍ଣ୍ଣ କରିବେ। କିନ୍ତୁ ଯେତେବେଳେ ଯେଉଁ ଦୁଃଖରେ ଥାଆନ୍ତୁ ଆପଣ ଯେବେ ବାବାଙ୍କୁ ସ୍ମରଣ କରନ୍ତି ନିଶ୍ଚୟ ବାବା ଆପଣଙ୍କର ଦୁଃଖକୁ ଲାଘବ କରିବେ। ଯେମିତି ହେଉଛନ୍ତି ବାବା ଗୁଡ଼ାଲୋକନାଥେଶ୍ୱର, ଧବଳେଶ୍ୱର, ଶାଳେଶ୍ୱର, ଭୀମେଶ୍ୱର, କପାଳେଶ୍ୱର, ଲିଙ୍ଗରାଜେଶ୍ୱର, କପିଳେଶ୍ୱର, ଦେବଦେବ ମହାଦେବ ଜୟ ଆଖଣ୍ଡଳମଣି। ଆଖଣ୍ଡଳମଣି ହେଉଛନ୍ତି ଅଖଣ୍ଡ ମାନେ କ୍ଷମତା ତାଙ୍କର। ତେଣୁ ଏହି ବାବା ଆଖଣ୍ଡଳମଣିଙ୍କର ଏଇ ଦେଖନ୍ତୁ ଦର୍ଶନ କରନ୍ତୁ, ବାବାଙ୍କୁ ଦର୍ଶନ କରନ୍ତୁ। ଇଏ ହେଉଛି ବାବାଙ୍କର ଆଜି ଦ୍ୱିତୀୟ ପାଳିର ମାନେ ମେଳା। ତେଣୁ ଆଉ 3 ପାଳି ମୋତେ କରିବାକୁ ପଡ଼ିବ। ମୋର ସଂକ୍ରାନ୍ତି ଦିନ ଶେଷ ପାଳି ପଡ଼ୁଛି। ଏଇ ଯେଉଁ ଆପଣଙ୍କର ପଣା ସଂକ୍ରାନ୍ତିଟି ଆସୁଛି ସେ ପଣା ସଂକ୍ରାନ୍ତି ଦିନ ଶେଷ ପାଳି ପଡ଼ିବ। ପ୍ରତି ସୋମବାରରେ ନିଶ୍ଚୟ ଆପଣ ବାବାଙ୍କ ଶରଣାପନ୍ନ ହୋଇପାରିବେ। ମେଳାଟିଏ ମଧ୍ୟ ଘରେ କରିପାରିବେ। ମେଳା କରିବା ଦ୍ୱାରା ଆପଣଙ୍କର ପରିବାରର ନିଶ୍ଚୟ ଶାନ୍ତି ସୁଖ ସବୁ କାମନା ଆପଣଙ୍କର ପୂର୍ଣ୍ଣ କରିବେ। ବାବା ଆଖଣ୍ଡଳମଣି ଅଖଣ୍ଡ ମାନେ କ୍ଷମତାର ମାନେ ସେ ହେଉଛନ୍ତି ଦେବତା, ସେ ହେଉଛନ୍ତି ଦେବଦେବ ମହାଦେବ। ଆଖଣ୍ଡଳମଣି ମଣି ବାବା ବୋଲି ଆପଣ ଦେଖନ୍ତୁ। ଯେତେବେଳେ ତାଙ୍କର କୌଣସି ଦେଖନ୍ତୁ ସର୍ପାଘାତ ହେଲେ ମଧ୍ୟ ତାଙ୍କର ଏମିତି ଅଛି, ତାଙ୍କ ନାଁ ଧରିଦେଲେ ସର୍ପ ବିଷ ମଧ୍ୟ ଉପରକୁ ଉଠେ ନାହିଁ, ମଣିଷ ଶରୀରକୁ ଯାଇପାରେ ନାହିଁ। ତେଣୁ ସେଇ ବାବା ସିଏ ଆଉ କେହି ନୁହନ୍ତି। ତାଙ୍କର କିନ୍ତୁ ନିଷ୍ଠା ସହକାରେ ଆପଣମାନଙ୍କୁ କରିବାକୁ ପଡ଼ିବ। ଏଇଟା ହେଉଛି ପ୍ରଥମ କଥା। ଆଉ 5 ପାଳି କରିବାକୁ ପଡ଼ିବ। 5 ପାଳି ଭିତରେ ନିଶ୍ଚୟ ଆପଣଙ୍କର ମନସ୍କାମନା ବାବା ପୂର୍ଣ୍ଣ କରିବେ। ଦେଖନ୍ତୁ ଆଜି ଗୋଟିଏ କଥା ମୁଁ ଆପଣମାନଙ୍କୁ ଅବଗତ କରାଉଛି, ଦର୍ଶନ ମଧ୍ୟ କରନ୍ତୁ। ବାବା ହେଉଛନ୍ତି ଅଖଣ୍ଡ ମାନେ କ୍ଷମତାର ଅଧିକାରୀ, ବ୍ରହ୍ମା ବିଷ୍ଣୁ ମହେଶ୍ୱର ଦେବତା। ଆଉ ତାଙ୍କର ଏଇ ପ୍ରକାର ସବୁ ସରଞ୍ଜାମରେ ପୂଜା ମଧ୍ୟ କରିବା କଥା। କାରଣ ତାଙ୍କର 5ଟି ବେଲପତ୍ର ଏବଂ ପୁଷ୍ପ ଟିକେ, ଆଉ ତାଙ୍କର ଦରକାର ହେଉଛି କ'ଣ ମାନେ ପଞ୍ଚାମୃତଟିଏ ହେବ, ଘର୍ଷଣ ହେବ ବାବାଙ୍କୁ। ତାପରେ ଆସ୍ଥାନରେ ଥୋଇକି କିଛି ମନ୍ତ୍ର ନାହିଁ, ତାଙ୍କର ମହାମନ୍ତ୍ର ଓମ୍ ନମ ଶିବାୟ। ତେଣୁ ୟାକୁ ଆପଣମାନେ ଜପିବେ। ନିଶ୍ଚୟ ଆପଣମାନଙ୍କର ସମସ୍ତ ପାପ ଖଣ୍ଡନ ହେବ, ସମସ୍ତ ଦୁଃଖ ଦୂରୀଭୂତ ହେବ ଏବଂ ସଂସାରରେ ଆପଣ ଯେଉଁ ପରିବାରରେ ଆନନ୍ଦ ମଧ୍ୟ ସବୁ କ୍ଷେତ୍ର ଉପରେ ଫେରି ଆସିବ। ନିଶ୍ଚୟ ବାବାଙ୍କର ସବୁ ମାନେ ବିଷୟରେ ଆପଣମାନଙ୍କୁ ଜଣେଇଲି। କିନ୍ତୁ 5 ପାଳି ଆପଣଙ୍କୁ ଯେବେ କରିବେ ନିଶ୍ଚୟ ଆପଣ ଆର ମାନେ ସୌଭାଗ୍ୟ ପାଇବେ। ବାବାଙ୍କୁ ଦର୍ଶନ ମଧ୍ୟ କରିପାରିବେ ଏବଂ ବାବାଙ୍କ ପାଖରେ ଶରଣାପନ୍ନ ହୋଇପାରିବେ। ଆପଣଙ୍କ ପରିବାରକୁ ବାବା ମଧ୍ୟ ଖୁସିରେ ରଖିବେ, ଆନନ୍ଦରେ ରଖିବେ, ଦୁଃଖରୁ ଦୂରେଇକି ରଖିବେ। ଦୁଃଖ ନିଶ୍ଚୟ ଦେବେନି। ଇଏ ହେଉଛନ୍ତି ଅଖଣ୍ଡ ଅଧିକାରୀ ଆଖଣ୍ଡଳମଣି। ଆପଣଙ୍କୁ କହିଛି ମାନେ ଗୁଡ଼ାଲୋକନାଥେଶ୍ୱର, ଧବଳେଶ୍ୱର, ଶାଳେଶ୍ୱର, ଭୀମେଶ୍ୱର, କପାଳେଶ୍ୱର, ଲିଙ୍ଗରାଜେଶ୍ୱର, କପିଳେଶ୍ୱର, ଦେବଦେବ ମହାଦେବ ଜୟ ଆଖଣ୍ଡଳମଣି, ଜୟ ଆଖଣ୍ଡଳମଣି, ଜୟ ଆଖଣ୍ଡଳମଣି, ଗୋରଖନାଥ, ଲଡ଼କେଶ୍ୱର, ଖିଲାଳେଶ୍ୱର, ପଞ୍ଚଲିଙ୍ଗେଶ୍ୱର, କାଳେଶ୍ୱର। ଇଏ ହେଉଛନ୍ତି ଦେଖନ୍ତୁ ବାବାଙ୍କର ଦର୍ଶନ। ଆଉ ବାବାଙ୍କର ଏଇ ପ୍ରକାର ସବୁ ପୂଜା। ଆଜି ହେଉଛି ଦ୍ୱିତୀୟ ପାଳି। ତୃତୀୟ ପାଳି 31 ତାରିଖ ପଡ଼ିବ, ଚତୁର୍ଥ ପାଳି 7 ତାରିଖ ପଡ଼ିବ, 14 ତାରିଖ ସଂକ୍ରାନ୍ତି ଦିନ ମୋର 5ମ ପାଳି ପଡ଼ିବ ବାବାଙ୍କର ପୂଜାର ଶେଷ ପାଳି। ଶେଷ ପାଳି ମାନେ ନା ବାବାଙ୍କୁ ଆମେ ସ୍ମରଣ କରିବା ନିଶ୍ଚୟ। ବାବା ହେଉଛନ୍ତି ଅଖଣ୍ଡ
मंडलर अधिकारी तेणु सी होती आखंडमणि तेणु आखंडमणि की निश्चय आपण माने माने तांको पाखरु आशीष पाइपर एवं तांकर माने सेवा आपण निश्चय करेंगे। हौ रही निजस्व समीक्षक प्रभु आचार्य को लाइक शेयर सब्सक्राइब करेंगे। निश्चय बाबा आखंडमणि आपण परिवार को समस्त को सुखी रखिए समस्त भक्तर मनस्कामना बाबा पूर्ण करेंगे। यह मोर बाबा पाखरे आज द्वितीय पाली होउछि प्रार्थना। सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखवा भवेत्। जय आखंडमणि जय आखंडमणि जय आखंडमणि। भक्तर मनोवांछा पूर्ण करो आखंडमणि की जय। भक्तर मनोवांछा पूर्ण करो बाबा आखंडमणि की जय। भक्तर मनोवांछा पूर्ण करो बाबा आखंडमणि की जय। आ गोटे कथा मुझे आपण कहूँ धंडा को विश्वास पाइब त्रंबुक जले पकाइब माने विश्वास माने से होचंती आपणकर निश्चय आपण पाखे ठिया होइजिवे। हौ रखुची आउ टिके दर्शन कर दियंतु आपण माने। ये होची बाबांकर जय बाबा आखंडमणि की जय। जय बाबा आखंडमणि की जय। भक्तर मनोवांछा पूर्ण करंतु बाबा आखंडमणि की जय।